ଗାଧେଇବାକୁ ଯାଇଥିଲେ ଜେଜେଙ୍କ ସହ ହେଲେ ଫେରିଲେ ନାହିଁ ଜୀବନ୍ତ ଅବସ୍ଥାରେ। ପୋଖରୀରେ ବୁଡ଼ି 9 ବର୍ଷର ନାବାଳକଙ୍କ ମୃତ୍ୟୁକୁ ନେଇ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ପଥରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ନାବାଳକ ଜଣକ ହେଉଛନ୍ତି ପଥରା ପଞ୍ଚାୟତ ମଝି ସାହିର ପ୍ରଦୀପ ସୁବୁଧିଙ୍କ 9 ବର୍ଷର ପୁଅ ସାୟଲ ସୁବୁଧି। ସକାଳେ ସାୟଲ ନିଜ ଜେଜେଙ୍କ ସହ କାମଦା ନଳପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ସେଠାରେ ଅସାବଧାନତା ବଶତଃ ସେ ଗଭୀର ପାଣି ଭିତରକୁ ଚାଲିଯାଇ ବୁଡ଼ି ଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଖଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ସାୟଲଙ୍କୁ ମୃତ ଘୋଷଣା କରିଛନ୍ତି। ଦୁଃଖଦ ଘଟଣା ସହ ପରିବାର ଲୋକଙ୍କ ମଧ୍ୟରେ କାନ୍ଦବୋବାଳି ସୃଷ୍ଟି ହୋଇଛି। ଅତ୍ୟନ୍ତ ଗରିବ ପରିବାର ଏହି ଏକମାତ୍ର ଶିଶୁପୁତ୍ରର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଦୁଃଖ ପ୍ରକାଶ ପାଇଛି। ମୃତ ନାବାଳକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ପଥରାର ପୂର୍ବତନ ସରପଞ୍ଚ ବନମାଳୀ ବାଲାଙ୍କ ସମେତ ସ୍ଥାନୀୟ ବାସିନ୍ଦା ସରକାରଙ୍କ ନିକଟରେ ଦାବି କରିଛନ୍ତି। ଖବର ପାଇ ଭେସିପୁଟ ଭାଣ୍ଡି ପୁଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖଲିକୋଟ ଥାନାରେ କେସ୍ ନମ୍ବର 35/2026 ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଗଞ୍ଜାମରୁ ରଞ୍ଜିତ ଜେନାଙ୍କ ରିପୋର୍ଟ, ଶ୍ରୀ ନ୍ୟୁଜ।